हे एवरीवन ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ମାଛର ଗୋଟେ ବଢ଼ିଆ ହେଲ୍ଦି ରେସିପି ଯେଉଁଟାକି ରୋହି ମାଛର ଝାଲ। ସେଥିପାଇଁ ଦେଖନ୍ତୁ ମୁଁ ରୋହି ମାଛ ନେଇଯାଇଛି ଯେଉଁଥିରେ କି ଲୁଣ ଆଉ ହଳଦୀ ଗୋଳେଇକି ନେଇଯାଇଛି। ତାପରେ ଗୋଟେ କରେଇ ବସେଇକି କରେଇଟା ତାତିଲା ପରେ ଆମେ ସୋରିଷ ତେଲ ନେବା। ସୋରିଷ ତେଲ ନେଇକି ଆମେ ଏଇଟା ମାଛଟାକୁ ଆମେ ଭାଜିବା। ଆପଣ ଯଦି ଚାହିଁବେ ନା ଏଇ ଯେଉଁମାନେ କଞ୍ଚା ମାଛ ଖାଇପାରୁଥିବେ ସେମାନେ ଏଟାକୁ ନ ଭାଜିକି ସ୍କିପ୍ କରିକି ବି ଆପଣ କଞ୍ଚାରେ ବି ଆପଣ ସେଇ ମସଲା ଦେଇକି ବନେଇ ପାରିବେ। କିନ୍ତୁ ଯେହେତୁ ଆମେ କି ଯେଉଁମାନେ ପସନ୍ଦ କରୁନାହାନ୍ତି ଟିକେ ତାକୁ ଏମିତି ଜଷ୍ଟ ଟିକେ ଫ୍ରାଏ କରିଦେଇକିରି ଅଳ୍ପ ତେଲରେ ଆପଣ ବହୁତ କମ୍ ତେଲରେ ଏଟା ହେଇଯାଏ, ଏତେ ହେଲ୍ଦି ସେଥିପାଇଁ ଆପଣ ନିଶ୍ଚୟ ବନେଇକିରି ଖାଇବେ। ଦେଖନ୍ତୁ ମୁଁ ସେଥିପାଇଁ ନେଇଛି ଟିକେ ସୋରିଷରେ ରସୁଣ କଞ୍ଚା ଲଙ୍କା ଆଉ ଟିକେ ଲାଇଟ୍ ଜିରା ନେଇଛି। ସେତିକି ନେଇକିରି ମୁଁ ତାକୁ ଭଲ କରି ଫାଇନ୍ ପେଷ୍ଟ କରିଦେଇଛି। ତାପରେ ସେଇଥିରେ ମୁଁ ନେଇଛି ବଟର ମିଲ୍କ ଯେଉଁଟାକି ଆହୁରି ହେଲ୍ଦି। ଅଲଗା ଯେଉଁ ଦହି ଆମେ ଘରେ ବସାଉଛୁ ନା ସେଥିରେ ଟିକେ ଫ୍ୟାଟ୍ ରହୁଛି, କିନ୍ତୁ ବଟର ମିଲ୍କ ସେଟା ବହୁତ ପୁରା ଫ୍ୟାଟ୍ ଫ୍ରି। ସେଥିପାଇଁ ମୁଁ ବଟର ମିଲ୍କ ନେଇଛି। ଆପଣ ବଟର ମିଲ୍କରେ ମଷ୍ଟାର୍ଡ ପେଷ୍ଟ ଯେଉଁଟା କରିଛି ଯେଉଁଟାକି ସୋରିଷ ବଟା ତାକୁ ଭଲ କରି ଗୋଳେଇ ଦେଇକି ତାକୁ ଉପରୁ ପାଣିଟାକୁ ଆମେ ସେଇ ମାଛ ଯେଉଁ ଭାଜିକି ରଖିଛେ ତାରି ଉପରକୁ ଦେଇଦେବା। ମନେ ରଖନ୍ତୁ ମାଛଟା ନା ବହୁତ କଡ଼ା କରିକି ଭାଜିବେନି, ସ୍ଲାଇଟ୍ ଖାଲି ଜଷ୍ଟ ଫ୍ରାଏ କରିବେ। ମୋଟେ କଡ଼ା କଲେ ସେ ମାଛର ଟେଷ୍ଟ ଭଲ ଆସିବନି। ଦେଖନ୍ତୁ ମୁଁ ତାପରେ ନା ପିଆଜ ଟମାଟୋ ଆଉ ଧନିଆ ପତ୍ର ନେଇଯାଇଛି। ତାପରେ ଟିକେ ଲୁଣ, ଏଇ ଇଏରେ ଆପଣ ଯେଉଁ ରେସିପିଟାରେ ହଳଦୀର ବ୍ୟବହାର ମୋଟେ ହୁଏନି। ଯଦି ଆପଣ ଖାଇବାକୁ ଚାହୁଁଥିବେ ନେଇପାରିବେ। ତାପରେ ଜିରା ଗୁଣ୍ଡ ନେଇଗଲି, ଧନିଆ ଗୁଣ୍ଡ ବି ନେଇଗଲି, ଆଉ ତାପରେ ଟିକେ ଲଙ୍କାଗୁଣ୍ଡ। ଆଉ ଆପଣ ଯଦି କଞ୍ଚା ଲଙ୍କା ଖାଉଥିବେ ନା କଞ୍ଚା ଲଙ୍କା ବାଟିକି ନେଇପାରିବେ କିମ୍ବା କାଟିକି ବି ଦେଇପାରିବେ, କିନ୍ତୁ ଆମେ ଯେହେତୁ ଖାଉନୁ ସେଥିପାଇଁ ମୁଁ ଦେଇନି। ତାପରେ ଦେଖନ୍ତୁ ସେ ଯେଉଁ ବଟାଟା ରଖିଥିଲି ପେଷ୍ଟଟା ଯେଉଁଥିରେ ଦହି ଗୋଳେଇଥିଲି ବଟର ମିଲ୍କ, ସେଇ ପେଷ୍ଟଟାକୁ ମୁଁ ଏଥିରେ ଆଡ଼୍ କରିଦେଉଛି। ଯେଉଁ ଖଦଡ଼ା ଅଂଶଟା ଆମେ ସେଟା ଆଉ ଦେବାନି, ସେଟାକୁ କହନ୍ତି ପେଟ ପାଇଁ କୁଆଡ଼େ ଭଲ ହୁଏନି ବୋଲି। ତାପରେ ଆମେ କଞ୍ଚା ସୋରିଷ ତେଲ ଦେଇଦେବା। ଯେଉଁମାନେ ଚାହୁଁଥିବେ ନା ହେଲ୍ଦି ଆହୁରି କରିବା ପାଇଁ ସେ କଞ୍ଚା ତେଲକୁ ସ୍କିପ୍ ବି କରିପାରିବେ କିମ୍ବା ଆହୁରି କମ୍ ବି ତେଲ ଦେଇପାରିବେ। ଦେଖନ୍ତୁ ମୁଁ ସେଇଟା ଦେଇ ସାରିଲା ପରେ ଟିକେ ତାକୁ ତେଲଟା ସେଇ ଯେଉଁ ମସଲା ପେଷ୍ଟଟା ଟିକେ ଭଲ କି ମାଛ ସହିତ ମିଶାଇ ଦେଉଛି। ତାପରେ ତାକୁ ମାନେ କଭର୍ କରିକି ରଖିଦେଉଛି 5-7 ମିନିଟ୍। 5-7 ମିନିଟ୍ କଭର୍ ହେଲା ପରେ ଦେଖନ୍ତୁ ମାଛ ପୁରା କେତେ ସୁନ୍ଦର ତେଲ ବି ଛାଡ଼ି ଯାଇଛି, ଆଉ ମସଲା ବି ମାଛ ଭିତରେ ପଶିଯାଇଛି। ମାଛ ପୁରା କେମିତି ସଫ୍ଟ ବି ହେଇଯାଇଛି। ଆପଣ ତାକୁ ବେଶୀ ବି ସିଝିବା ଦରକାର ପଡ଼ିବନି। ଯେତିକି ମାନେ 10-12 ମିନିଟ୍ ଭିତରେ ମାଛ ଝୋଳଟା ପୁରା ରେଡ଼ି ହେଇଯାଏ। ଏଇ ଯେଉଁ ରୋହି ମାଛର ଝାଲ ଯେଉଁଟା ମୁଁ କହୁଛି, ଆପଣ ଦେଖନ୍ତୁ ଏଇଟା ହେଇଗଲା। ତାପରେ ଆମେ ତାକୁ ଗୋଟେ ପାତ୍ରକୁ କାଢ଼ି ଆଣିବା। ଦେଖନ୍ତୁ ଏଇ ମାଛ ଝୋଳରେ କେବଳ ଗରମ ଭାତ ଖାଇଲେ ବହୁତ ବଢ଼ିଆ ଲାଗିବ। ଆପଣ ନିଶ୍ଚିତ ଭାବରେ ଏଇ ଡିଶ୍ଟାକୁ ଟ୍ରାଏ କରନ୍ତୁ। ଆଉ ଯଦି ଭଲ ଲାଗିବ ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଲାଇକ୍ କରିବେ, କମେଣ୍ଟ ଦେବେ। କିନ୍ତୁ ଏଇଟା ଗୋଟେ ମଷ୍ଟ ଟ୍ରାଏ ରେସିପି। ଯେହେତୁ ଏତେ ହେଲ୍ଦି, ଯେଉଁମାନଙ୍କୁ ରେଷ୍ଟ୍ରିକ୍ସନ୍ ଥିବ ନା ତେଲ ମସଲା ଖାଇବା ପାଇଁ, ଆପଣ ଏଇଟା ବହୁତ ହେଲ୍ଦି ୱେରେ ବନେଇ ପାରିବେ। ଯେତିକି ତେଲ ଭଜାରେ ଦେଇଥିବେ ଆଉ ପରେ ଆଡ଼୍ ନ କଲେ ବି ଚଳିବ। ଦେଖନ୍ତୁ ତାପରେ ଆପଣ ମନ ମୁତାବକ ଆପଣ ଧନିଆ ପତ୍ର ଦେଇକି ତାକୁ ସଜେଇ ପାରିବେ ଯେମିତି ଆପଣ ଚାହିଁବେ। ତାକୁ ଗାର୍ନିସ୍ କରିପାରିବେ ଆଉ ଗରମ ଭାତ ସହିତ ସର୍ଭ କରିବେ। ରହିଲି। ଜୟ ଜଗନ୍ନାଥ।